ଆଜି ଶୁଣିବା ଉପନ୍ୟାସ ଲଛମା। ଔପନ୍ୟାସିକ ଫକୀର ମୋହନ ସେନାପତି। ପୂର୍ବ ଅଧ୍ୟାୟରେ ଆମେ ଶୁଣୁଥିଲେ ପରିଚ୍ଛେଦ 8 ପଣ୍ଡିତ ଶିବଶଙ୍କର ମାଲବୀର। ଆଜି ଏହି ପରିଚ୍ଛେଦର ଦ୍ୱିତୀୟ ଭାଗ ଶୁଣିବା। ମ୍ଲେଚ୍ଛ ନିବହନି ଧନେ କରୟସିଂ କରବାଳଂ ଧୂମ କେତୁମିବ କିମପି କରାଳଂ କେଶବ ଧୂତ କଳ୍କି ଶରୀର। ମହାତ୍ମା ଶିବାଜୀ ବିଷ୍ଣୁଙ୍କ କଳ୍କି ଅବତାର। ମ୍ଲେଚ୍ଛ ନିବହନି ଧନ ଏବଂ ସନାତନ ବୈଦିକ ଧର୍ମ ଉଦ୍ଧାର କରି ଲୀଳା ସମ୍ବରଣ କରିଅଛନ୍ତି। ଉକ୍ତ ମହାତ୍ମାଙ୍କ ଆବିର୍ଭାବ ହୋଇନଥିଲେ ପୁଣ୍ୟକ୍ଷେତ୍ର ଭାରତଖଣ୍ଡର ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଯବନାଧିକାର ନିରଙ୍କୁଶ ରୂପେ ବିସ୍ତୃତ ଥାନ୍ତା। ସନାତନ ହିନ୍ଦୁ ଧର୍ମର ଚିହ୍ନ ମାତ୍ର ଥାନ୍ତା ନାହିଁ। ମହାତ୍ମା ଶିବାଜୀ ଧର୍ମବିଲୋପୀ ପ୍ରବଳ ଭୁଜଙ୍ଗ ରୂପା ଦିଲ୍ଲୀ ବାଦଶାହ କଟିଦେଶରେ ଏପରି କୁଠାରଘାତ କରିଯାଇଛନ୍ତି ଯେ ତନ୍ନିବନ୍ଧନ ସେ କ୍ରମଶଃ ନିର୍ବିଚ୍ଛ ହୋଇପଡ଼ୁଅଛି। ତାହାର ପତନ ଅନିବାର୍ଯ୍ୟ। ବୃକ୍ଷ ମୂଳ ଭଗ୍ନ ହେଲେ ଶାଖା ପ୍ରଶାଖା ସହଜରେ ବିନଷ୍ଟ ହୋଇଥାଏ। ଦିଲ୍ଲୀ ସିଂହାସନ ସହିତ ତାହାର ଶାଖା ସ୍ୱରୂପ ସୁବା ସମସ୍ତ ଯେ ଧ୍ୱଂସପ୍ରାପ୍ତ ହେବ, ଏହା ଧ୍ରୁବ ସତ୍ୟ ଜାଣିବା ହେବେ। ବର୍ତ୍ତମାନ ମ୍ଲେଚ୍ଛାଧିକାରର ଅବସାନ ଓ ସନାତନ ଆର୍ଯ୍ୟଧର୍ମର ସମୁତ୍ଥାନର ସନ୍ଧି ସମୟ ସମୁପସ୍ଥିତ। ଯେପରି ଆର୍ଯ୍ୟ ଆଧିପତ୍ୟ ଓ ଆର୍ଯ୍ୟଧର୍ମ ଅକ୍ଷୁଣ୍ଣ ଭାବରେ ବୃଦ୍ଧି ପାଏ, ସେଥିସକାଶେ ପ୍ରତ୍ୟେକ ହିନ୍ଦୁ ଅଧିପତିଙ୍କ ପକ୍ଷରେ ସଯତ୍ନ ରହିବା କର୍ତ୍ତବ୍ୟ ଅଟେ। ଆପଣ ଉତ୍କଳଖଣ୍ଡର ଖଣ୍ଡାୟତ କୁଳର ଅଗ୍ରଣୀ। ଭାରତବର୍ଷ ମଧ୍ୟରେ ତୀର୍ଥପ୍ରଧାନ ପୁଣ୍ୟକ୍ଷେତ୍ରମୟ ପତିତ ପାବିନୀ ସର୍ବପାପ ବିନାଶିନୀ ମହାନଦୀ ବୈତରଣୀ ବିଧୌତ ଉତ୍କଳ ଖଣ୍ଡରେ ଯବନାଧିକାର ବିଲୁପ୍ତ ହୋଇ ଆର୍ଯ୍ୟ ଆଧିପତ୍ୟ ବଦ୍ଧମୂଳ ହେବା ବିଷୟ ଆପଣଙ୍କ ପ୍ରତି ନିର୍ଭର କରୁଅଛି। ବେରାରେଶ୍ୱର ସମ୍ପୂର୍ଣ୍ଣ ରୂପେ ଆଶା କରିଅଛନ୍ତି ଆପଣ ଉତ୍କଳ ଖଣ୍ଡରୁ ଯବନାଧିକାରର ବିଲୋପ ସାଧନ ବିଷୟରେ ତାଙ୍କର ସହାୟ ହେବେ। ଉତ୍କଳର ସମସ୍ତ ଦୁର୍ଗେଶ୍ୱର ବର୍ତ୍ତମାନ ବେବାର ଦେବା ଦରବାର ସହିତ ସନ୍ଧିସୂତ୍ର ଆବଦ୍ଧ। ଉତ୍କଳର ସ୍ୱଜାତୀୟ ସମସ୍ତ ଖଣ୍ଡାଧିପତି ତାଙ୍କ ପକ୍ଷ ପରିତ୍ୟାଗ କରି ଯବନ ପକ୍ଷପାତୀ ହେବେ। ବେରାରପତି ଏହା ବିଶ୍ୱାସ କରନ୍ତି ନାହିଁ। ଆପଣ ପୃଥ୍ୱୀରାଜ ଜୟଚନ୍ଦ୍ର ଏବଂ ପ୍ରତାପ ଶକ୍ତି ସିଂଠାରୁ ଅଦ୍ୟାବଧି ସମସ୍ତ ରାଜ୍ୟାଧିକାର ବିଷୟ ପର୍ଯ୍ୟାଲୋଚନା କରି ଦେଖନ୍ତୁ। ଶୌର୍ଯ୍ୟ ବୀର୍ଯ୍ୟର ଅଭାବ ହିନ୍ଦୁ ଜାତିର ପତନର କାରଣ ନୁହେଁ। ଆର୍ଯ୍ୟ ଜାତିର ଶୌର୍ଯ୍ୟ ଆର୍ଯ୍ୟ ରଣପାଣ୍ଡିତ ଜଗତରେ ଅତୁଳନୀୟ। ଗୃହ ବିବାଦ ଆର୍ଯ୍ୟ ଜାତିର ପତନର ଏକମାତ୍ର କାରଣ ଅଟେ। କୁରୁକ୍ଷେତ୍ର ସମର ଆତ୍ମବିଦ୍ରୋହର ପୌରାଣିକ ଜାଜ୍ୱଲ୍ୟମାନ ପ୍ରମାଣ। ଏହି ପ୍ରତ୍ୟକ୍ଷଭୂତ ବିଷୟରେ ବାହୁଲ୍ୟ ବର୍ଣ୍ଣନା ଅନାବଶ୍ୟକ। ସମ୍ପ୍ରତି ବିଧିଦତ୍ତ ବିଶେଷ ସୁଯୋଗ ଉପସ୍ଥିତ। ଆସନ୍ତୁ ଆମ୍ଭେମାନେ ମିଳିତ ହୋଇ ବିଧର୍ମୀ ମ୍ଲେଚ୍ଛମାନଙ୍କୁ ଦୂରୀଭୂତ କରି ସ୍ୱର୍ଗାଦପି ଗରୀୟସୀ ମାତୃଭୂମିର ବିଲୁପ୍ତ ରତ୍ନ ସ୍ୱାଧୀନତାର ପୁନଃ ସ୍ଥାପନ ବିଷୟରେ ସଚେଷ୍ଟ ହେବା। ବେରାରର ପତିଙ୍କ ସ୍ୱାର୍ଥ ସହିତ ଭାରତଭୂମିର ପ୍ରତ୍ୟେକ ହିନ୍ଦୁ ସନ୍ତାନର ସ୍ୱାର୍ଥ ଜଡ଼ିତ। ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ଇଚ୍ଛାରେ ଅବା ଅବହେଳାର ଲକ୍ଷ୍ୟଭ୍ରଷ୍ଟ ହେବା ଉଚିତ ନୁହେଁ। ବେରାରର ପତି ବିଶେଷ ଆଶା କରି ଆମ୍ଭକୁ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି। ଆମ୍ଭେ ସମ୍ପୂର୍ଣ୍ଣ ରୂପେ ଆଶା କରୁ ଏହି ସମ୍ଭ୍ରମକର ସୌହାର୍ଦ୍ଦ୍ୟ ସ୍ଥାପନ ବିଷୟରେ ଆପଣ ଅସମ୍ମତ ହେବେ ନାହିଁ। ଦୂତ ଏହି ସମସ୍ତ କଥା ସୁସ୍ପଷ୍ଟ ପ୍ରାଞ୍ଜଳ ଭାଷାରେ ପ୍ରକାଶ କରି ଉତ୍ତର ପାଇବା ଆଶାରେ ମାନଧାତାଙ୍କ ଶ୍ରୀମୁଖକୁ ଲକ୍ଷ୍ୟ କରି ରହିଲେ। ଦୂତଙ୍କ କଥାରେ ଉତ୍ତର ଦେବା ନିମନ୍ତେ ଦୁର୍ଗେଶ୍ୱର ରାୟଗୁରୁ ବନମାଳୀ ବାଚସ୍ପତିଙ୍କ ମୁଖକୁ ଦୃଷ୍ଟିପାତ କରିବାରୁ ବାଚସ୍ପତି ତାହାଙ୍କ ଅଭିପ୍ରାୟ ହୃଦୟଙ୍ଗମ କରି କଣ୍ଠ ପରିଷ୍କରଣ ସୂଚକ 2-3 ଥର ଅନୁଚ୍ଚ ଶବ୍ଦ କରି ଧୀର ଗମ୍ଭୀର ଭାବରେ କହିବାକୁ ଆରମ୍ଭ କଲେ। ଦୂତବର, ବର୍ତ୍ତମାନ ସମୟରେ ବେରାରର ଦରବାର ଭାରତଖଣ୍ଡ ମଧ୍ୟରେ ବିଶେଷ ଗୌରବାନ୍ୱିତ। ଏହି କ୍ଷମତାଶାଳୀ ନରପତିଙ୍କ ସହିତ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ସୌଭାଗ୍ୟର ବିଷୟ ଅଟେ। ବିଶେଷରେ ବେରାରପତି ସ୍ୱେଚ୍ଛାଚାଳିତ ହୋଇ ଏହି ଦୁର୍ଗେଶ୍ୱରଙ୍କ ସହିତ ମୈତ୍ରୀ ସ୍ଥାପନର ଅଭିପ୍ରାୟ ପ୍ରକାଶ କରି ସୁଯୋଗ୍ୟ ଲୋକହସ୍ତରେ କାର୍ଯ୍ୟ ସମ୍ପାଦନ ଭାର ଅର୍ପଣ କରିଛନ୍ତି। ଆପଣ ଯେ ସମସ୍ତ ବାକ୍ୟ ପ୍ରୟୋଗ କଲେ, ଏହା ସମସ୍ତ ଅତୀବ ସତ୍ୟ, ଧ୍ରୁବ ଏବଂ ଯୁକ୍ତିଯୁକ୍ତ ଅଟେ।
ମହାତ୍ମା ଶିବାଜୀଙ୍କ ଆବିର୍ଭାବ ହୋଇନଥିଲେ ଆଜି ଭାରତ ଭୂମିରେ ହିନ୍ଦୁ ଧର୍ମର ନିଦର୍ଶନ ପର୍ଯ୍ୟନ୍ତ ବିଲୁପ୍ତ ହୋଇଥାନ୍ତା। ମ୍ଲେଚ୍ଛ ନିବହନି ଧନ ସାଧନ ନିମନ୍ତେ ସ୍ୱୟଂ ବିଷ୍ଣୁ ଯେ କଳ୍କି ଅବତାର ରୂପେ ଅବତୀର୍ଣ୍ଣ ହୋଇଥିଲେ, ଏ କଥାକୁ ଅପ୍ରତ୍ୟୟ କରି କେଉଁ ଜ୍ଞାନୀ ଲୋକ ପ୍ରତ୍ୟୟବାୟଭାଗୀ ହେବାକୁ ସାହସ କରିବେ? ରତ୍ନପ୍ରସୂ କମଳାଙ୍କ ବିଳାସନିକେତନ ସମସ୍ତ ଭାରତବର୍ଷରେ ଯାହାର ଅଖଣ୍ଡ ଆଧିପତ୍ୟ, ବହୁ ଲକ୍ଷ ସୁଶିକ୍ଷିତ କୃପାଣହସ୍ତ ପଦାତିକ, ଲକ୍ଷ ଲକ୍ଷ ଅଶ୍ୱାରୋହୀ, ବହୁ ସହସ୍ର ଗଜାରୋହୀ, ଯାହାର ଇଙ୍ଗିତ ମାତ୍ରକେ ଚାଳିତ, ସୂର୍ଯ୍ୟ ଚନ୍ଦ୍ର ବଂଶୀୟ ମହାବୀର ନୃପତିବୃନ୍ଦ ଯାହାର ଆଜ୍ଞାବହ, ଭାରତବର୍ଷର ରାଜନ୍ୟ ମଣ୍ଡଳୀ ଯାହାର ସିଂହାସନ ତଳେ ଅବନତ ମସ୍ତକ, କୁବେର ଭଣ୍ଡାର ତୁଲ୍ୟ ଯାହାର ଗନ୍ତାଘର, ଏପରି ଦିଲ୍ଲୀଶ୍ୱର ବା ଜଗଦୀଶ୍ୱର ବା ଦୁର୍ଦ୍ଦଣ୍ଡ ସମ୍ରାଟକୁ ଗୋଟିଏ କ୍ଷୁଦ୍ର ଜମିଦାରର ପୁତ୍ର ସାମାନ୍ୟ ଦସ୍ୟୁଦଳ ସହାୟତାରେ ପରାସ୍ତ କଲେ, ଏହା ପ୍ରତ୍ୟକ୍ଷଭୂତ ବିଷୟ ହୋଇନଥିଲେ ବିଶ୍ୱାସର ଯୋଗ ହୁଅନ୍ତା ନାହିଁ। ଶିବାଜୀଙ୍କ ଚରିତ୍ର ବଳ, ବାହୁବଳ ସାଧାରଣ ମାନବ ମଣ୍ଡଳୀର ଅସୁଲଭ ବିଷୟ ଅଟେ। ତାଙ୍କର ସମର ସାମର୍ଥ୍ୟ, ଧର୍ମପ୍ରାଣତା, ସ୍ୱଦେଶ ବାତ୍ସଲ୍ୟ ଜଗତରେ ଦୁର୍ଲଭ। ଦୂତବର ଅଧିକ କ'ଣ କହିବୁ? ସେହି ମହାତ୍ମା ଶିବାଜୀଙ୍କ ନିର୍ମିତ କୀର୍ତ୍ତିସୌଧର ପତନ ଅନିବାର୍ଯ୍ୟ। ଦୂତ ବାଚସ୍ପତି ଅବଧାନ ସମସ୍ତ ଆର୍ଯ୍ୟ ନୃପତି ସମବେତ ହେଲେ ସେହି କୀର୍ତ୍ତିସୌଧ ରକ୍ଷା ସମ୍ଭବ ନୁହେଁ କି? ରାୟଗୁରୁ ହଁ, ଐକ୍ୟ ବିଧାତା ଏକତା ଆର୍ଯ୍ୟ ଅଦୃଷ୍ଟରେ ଲେଖି ନାହାନ୍ତି ଦୂତରାଜ। ଯତ୍ ଯଥାଚରିତ ଶ୍ରେଷ୍ଠ ତତଃ ଦେବେତରଂ ଜନ। ଶ୍ରେଷ୍ଠ ଲୋକର ଆଚରଣକୁ ଇତର ଲୋକେ ଅନୁକରଣ କରିଥାନ୍ତି ଦୂତରାଜ। ଆପଣ ତ ଉତ୍କଳର ଖଣ୍ଡାଧିପତିଙ୍କୁ ଆପଣାର କରିବାକୁ ଇଚ୍ଛୁକ, ହେଲେ ଆପଣା ଘର କଥା ବୁଝନ୍ତୁ ତ। ସିନ୍ଧିଆ ହୁଲକାର ଗୁଲକୁମାର କାହା ସହିତ କାହାର ଐକ୍ୟ? ଦୂତ ଏମାନଙ୍କ ମଧ୍ୟରେ ବର୍ତ୍ତମାନ ବିବାଦ ବିସମ୍ବାଦ କିଛି ନାହିଁ, ପରସ୍ପର ସଂପ୍ରୀତିରେ ରହିଅଛନ୍ତି। ରାୟଗୁରୁ ଆପଣଙ୍କ ତୁଲ୍ୟ ବ୍ୟକ୍ତିଙ୍କ ମୁଖରେ ଏପରି କଥା ଶୋଭା ପାଏ କି? ଏପରି କଥା ରାଜଦରବାରରେ ପ୍ରକାଶ କରିବା ଅଯୋଗ୍ୟ ଅଟେ। ତୁଲସୀ ଦିଲ ସମଝଲିଆ ବାତ କହୋ ତୋ ନବୀନ ଖିରା ଜୈସେ ମିଲ ରହେ ଭିତର ଫାଙ୍କେ ତିନ। ଦୂତ ଗୃହ ମଧ୍ୟରେ ଭାଇ ଭାଇ ବିବାଦ ଥିଲେ ମଧ୍ୟ ଗୃହ ପ୍ରବିଷ୍ଟ ତସ୍କରକୁ ଦୂରୀଭୂତ କରିବା ନିମନ୍ତେ ଯତ୍ନଶୀଳ ହେବା କି ଜ୍ଞାନୀଲୋକ ପକ୍ଷରେ କର୍ତ୍ତବ୍ୟ ନୁହେଁ? ବର୍ତ୍ତମାନ ବିଦେଶୀୟ ବିଧର୍ମୀ ଯବନର ଯେପରି ପ୍ରାଦୁର୍ଭାବ, ହିନ୍ଦୁ ରାଜନ୍ୟବର୍ଗ ପରସ୍ପର ବିବାଦ ବିସମ୍ବାଦ ବିସର୍ଜନ ବିସ୍ମରଣ ବଳିଦାନ ନ କଲେ ଧର୍ମରକ୍ଷା ମାନସମ୍ଭ୍ରମ ରକ୍ଷା ଏମନ୍ତକି ପ୍ରାଣ ପର୍ଯ୍ୟନ୍ତ ରକ୍ଷା ଆଶା କରିବା ବିଡ଼ମ୍ବନା ମାତ୍ର। ରାୟଗୁରୁ ମୁହୂର୍ତ୍ତ ପୂର୍ବେ ଯେଉଁ କଥା ବୋଲିଅଛନ୍ତି ତାହା ବିସ୍ମୃତ ହୋଇଗଲେ। ଆପଣ ଯେ ଆତ୍ମକଥିତ ବାକ୍ୟ ଖଣ୍ଡନ କରୁଅଛନ୍ତି, ଭାତୃବିରୋଧ ରୂପେ ସୁଯୋଗ ପ୍ରାପ୍ତ ହୋଇ ଯବନ ଆର୍ଯ୍ୟଭୂମିରେ ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପ୍ରାପ୍ତ ହୋଇଅଛି ତ? ରୋଗାତ୍ପତ୍ତିର କାରଣ ଦୂର ନ କରି ଔଷଧ ପ୍ରୟୋଗ କରିବା ବିଡ଼ମ୍ବନା ମାତ୍ର। ଦୂତ ଅନ୍ତତଃ ଉତ୍କଳ ଦେଶରୁ ଯବନାଧିକାର ବିଲୋପ ନିମନ୍ତେ ସମସ୍ତ ଖଣ୍ଡାଧିପତି ଏକତା ଅବଲମ୍ବନ ପୂର୍ବକ ବେରାରପତିଙ୍କର ସହାୟ ହେବା ଉଚିତ ନୁହେଁ କି? ରାୟଗୁରୁ ଦୂତବର ବେରାରର ଅଧିପତି ଉପଯାଚକ ହୋଇ ଯେଉଁ ଅନୁଗ୍ରହ ବିସ୍ତାର କରିବାକୁ ବସିଅଛନ୍ତି, ସେହି ଅନୁଗ୍ରହ ସମ୍ବରଣ କଲେ ଉତ୍କଳ ଦେଶ ଆପଣାକୁ ସୌଭାଗ୍ୟବାନ ଜ୍ଞାନ କରିବ। ଦୂତ ରାୟଗୁରୁ ଅବଧାନ ମହାରାଜା ରଘୁଜୀ ଭୋସଲା ଏପରିକି ଅନ୍ୟାୟ କାର୍ଯ୍ୟ କରିଛନ୍ତି ଯେ ଆପଣ ତାହାଙ୍କ ପ୍ରତି ଏପରି ବିମୁଖ? ତେବେ ମୀର କାସିମକୁ ବାଲେଶ୍ୱର ବନ୍ଦରରୁ ତଡ଼ିଦେବା ଯେବେ ଦୋଷାବହ କାର୍ଯ୍ୟ ହୋଇଥାଏ, ତେବେ ଆମ୍ଭର ବକ୍ତବ୍ୟ କିଛି ନାହିଁ। ରାୟଗୁରୁ ଦୂତବର ଆପଣ ବିଦେଶୀୟ ହେଲେ ମଧ୍ୟ ଉତ୍କଳର ଇତିବୃତ୍ତ ଅବଗତ ଅଛନ୍ତି, ତଥାଚ ବାକ୍ୟର ଶୃଙ୍ଖଳା ରକ୍ଷା ନିମନ୍ତେ ସଂକ୍ଷେପରେ କିଛି କଥା ବୋଲିବା ପ୍ରୟୋଜନ। ଅତି ପ୍ରାଚୀନ ବଟବୃକ୍ଷର ଜୀର୍ଣ୍ଣ କାଣ୍ଡ ବିନଷ୍ଟ ହେଲେ ଶାଖାମାନ ଯେପରି ସ୍ୱଦେହଲମ୍ବିତ ଓରକୁ ଆଶ୍ରୟ କରି ସ୍ୱତନ୍ତ୍ର ବୃକ୍ଷରୂପେ ପରିଗଣିତ ହୁଅନ୍ତି, ସେହିପରି ଉତ୍କଳର ରାଜରାଜେଶ୍ୱର ଗଜପତି ବଂଶ ବିଲୁପ୍ତପ୍ରଭ ହେବାରୁ ତାହାଙ୍କର କେତେକ ବଂଶଧର ଭାଇପୁଅ ଏବଂ ଖଣ୍ଡାୟତ ସେନାପତିମାନେ ବିଶାଖାପତ୍ତନ ବନ୍ଦରଠାରୁ ତାମ୍ରଲିପ୍ତ ବନ୍ଦର ପର୍ଯ୍ୟନ୍ତ ଏବଂ ପୂର୍ବ ପଶ୍ଚିମ ଆସାମରୁଦ୍ଧ
ମୁଦ୍ର ସୁବର୍ଣ୍ଣପୁର ମଧ୍ୟବର୍ତ୍ତୀ ସ୍ଥାନର ଅଧୀନସ୍ଥ ପାଇକମାନଙ୍କ ସହିତ ଆପଣ ଅଧିକାର ମଧ୍ୟରେ ଦୀର୍ଘକାଳ ଯାବତ୍ ପରମ ସୁଖରେ ବାସ କରୁଥିଲେ। ହିନ୍ଦୁ ମୁସଲମାନ ସମଦର୍ଶୀ ଦିଲ୍ଲୀଶ୍ୱର ଆକବରଙ୍କ ସୁଯୋଗ୍ୟ ହିନ୍ଦୁ ସେନାପତି ଅମ୍ବରେଶ୍ୱରର ମାନସିଂହ ଏବଂ ରାଜା ଟୋଡରମଲ୍ଲଙ୍କ ଅନୁରୋଧରେ ତଥା ମାତୃଭୂମିର ଶାନ୍ତିରକ୍ଷା ନିମନ୍ତେ ଉତ୍କଳର ଖଣ୍ଡାଧିପତିମାନେ ନାମମାତ୍ର ମୋଗଲଠାରେ ବଶ୍ୟ ତାହା ସ୍ୱୀକାର କରିଥିଲେ। ତାହା ମଧ୍ୟ ପାର୍ବତ୍ୟ ଅରଣ୍ୟ ଖଣ୍ଡାୟତମାନଙ୍କ ସ୍ୱାଧୀନତାରେ ମୋଗଲ ହସ୍ତକ୍ଷେପ କରିନାହାନ୍ତି। ସମୁଦ୍ର ଉପକୂଳ ସମତଳ ଭୂମିରେ ମୋଗଲାଧିକାର ସ୍ୱୀକୃତ ହୋଇଥିଲା। ସେହି ସ୍ଥାନ ମୋଗଲବନ୍ଦୀ ନାମରେ କଥିତ ହେଉଅଛି। ବର୍ତ୍ତମାନ ଉତ୍କଳ ପ୍ରତି ଦୃଷ୍ଟିପାତ କରି ଦେଖନ୍ତୁ। ଦେଶ ମଧ୍ୟରୁ ଶାନ୍ତି ଦେବୀ ଏକାବେଳେ ପ୍ରସ୍ଥାନ କରିଅଛନ୍ତି। ସର୍ବତ୍ର ଆତଙ୍କ, ସର୍ବତ୍ର ହାହାକାର, ସର୍ବତ୍ର ଦାରିଦ୍ର୍ୟର ପୂର୍ଣ୍ଣାବସ୍ଥା। ଶତ ସହସ୍ର ଖଣ୍ଡାୟତଙ୍କ ଚୌପାଢ଼ୀ କାନ୍ତିର ଚିହ୍ନ ମାତ୍ର ବିଲୁପ୍ତ ହୋଇଅଛି। ଏହି ସମସ୍ତ ଅମଙ୍ଗଳର କାରଣ କିଏ? ଅଥବା କାହା ପ୍ରତି ଦୋଷାରୋପ କରିବା ଉଚିତ ନୁହେଁ। ଉତ୍କଳର ଭାଗ୍ୟ ଦୋଷ। ଦେଖନ୍ତୁ, ହରିଶପୁରଠାରେ ତାମ୍ରଲିପ୍ତ ପର୍ଯ୍ୟନ୍ତ ସମୁଦ୍ର ଓ ଉପକୂଳମାନ ବାଣିଜ୍ୟ ବୋଇତରେ ପରିପୂର୍ଣ୍ଣ ଥିଲା। ଉତ୍କଳ ନାବିକମାନେ ଯବ ବ୍ରହ୍ମ ସୁଖତାରା ଲକ୍ଷଦ୍ୱୀପ ପ୍ରଭୃତି ସ୍ଥାନକୁ ଗମନ କରି ବାଣିଜ୍ୟ ବିସ୍ତାର କରୁଥିଲେ। ଓଲନ୍ଦାଜ ଦସ୍ୟୁ ଗେଞ୍ଜାଲିସ ସମସ୍ତ ବିନିଷ୍ଟ କରିଅଛି। ବର୍ତ୍ତମାନ ଉତ୍କଳର ବାଣିଜ୍ୟ ଧନ ସାଗର ମଧ୍ୟଗତ, ଅବଶିଷ୍ଟ ଥିଲା ସ୍ଥଳଭାଗ। ଦୂତରାଜ ମହାରାଷ୍ଟ୍ରପତିଙ୍କଠାରେ ଖଣ୍ଡାୟତମାନଙ୍କ ପକ୍ଷରୁ ଏତିକି ମାତ୍ର ପ୍ରାର୍ଥନା କରୁଅଛୁ, ତାହାଙ୍କର ଉପଯାଚିତ ଅନୁଗ୍ରହ ସମ୍ବରଣ କରନ୍ତୁ। ସହସ୍ର ବର୍ଷରେ ଉତ୍କଳର କ୍ଷତି ପୂର୍ଣ୍ଣ ହେବ ନାହିଁ। ପରନ୍ତୁ ଆପଣ ବିଚାର କରନ୍ତୁ, ମୋଗଲ ଅଧିକାର ବିଲୋପ ନିମନ୍ତେ ମହାରାଷ୍ଟ୍ରଙ୍କ ସହାୟ ହେବୁ। ମୋଗଲ ଯିବେ, ମହାରାଷ୍ଟ୍ର ଆଧିପତ୍ୟ ବିସ୍ତାର କରିବେ। ଉତ୍କଳର ଲାଭ? ଦୂତ ହେଉ, ମହାରାଷ୍ଟ୍ରପତିଙ୍କ ଅନୁଗ୍ରହକୁ ଯେବେ ଏଡ଼େ ଅମଙ୍ଗଳକର, ଏଡ଼େ ତୁଚ୍ଛ ପଦାର୍ଥ ଜ୍ଞାନ କରନ୍ତି, ନ ହେଲା ସେହି ଅନୁଗ୍ରହ ସମ୍ବରଣ କରିବେ। ଶତ ସହସ୍ର ଖଣ୍ଡାଧିପତି ବେରାର ସିଂହଦ୍ୱାରଠାରେ ପ୍ରାର୍ଥୀ ହୋଇ ଉଭା ହୋଇଅଛନ୍ତି। ମହାରାଷ୍ଟ୍ରପତିଙ୍କ ସହିତ ସନ୍ଧି ନ କରିବା ସ୍ୱତନ୍ତ୍ର କଥା। ମାତ୍ର ପରିତାପର ବିଷୟ, ଆପଣ ଅକାରଣ ମହାମାନ୍ୟ ରାଜେଶ୍ୱରଙ୍କ ପ୍ରତି ଅଳୀକ ଦୋଷାରୋପ କରିବାକୁ ସଙ୍କୁଚିତ ହେଲେ ନାହିଁ। ଆପଣ ବୁଝନ୍ତୁ, ଖଣ୍ଡାୟତମାନଙ୍କ ବିନାଶର କାରଣ ମହାରାଷ୍ଟ୍ର ନୁହନ୍ତି, ସେମାନଙ୍କ ସକୃତ ଅପରାଧର ଫଳ ଭୋଗୁଅଛନ୍ତି। ବିଧର୍ମୀ ମ୍ଲେଚ୍ଛର ପକ୍ଷାବଲମ୍ବନ କରିବା କି ସେମାନଙ୍କର କର୍ତ୍ତବ୍ୟ ଥିଲା? ଶତ୍ରୁ ବା ଶତ୍ରୁପକ୍ଷପାତୀ ଲୋକକୁ ଶାସନ କରିବା କି ରାଜଧର୍ମାନୁମୋଦିତ ନୁହେଁ? ରାଜସମ୍ମାନ ଓ ରାଜଧର୍ମ ରକ୍ଷା କରିବା ରାଜାମାନଙ୍କର ନିତ୍ୟ ବ୍ରତ ଅଟେ। ଆଚ୍ଛା, ହରିଶପୁର, ମରିଚପୁର, ବିଶନପୁର, କୁଜଙ୍ଗ, ଆଳି, କନିକା, ମଧୁପୁର ଜମିଦାରମାନେ ତ ଖଣ୍ଡାୟତ? ରାୟଗୁରୁ ସବୁ କଥା ଜଣାଅଛି। ଆପଣର ପଦମର୍ଯ୍ୟାଦା, ଆପଣର ଆଧିପତ୍ୟ ପିତୃପିତାମହଙ୍କ ଅର୍ଜିତ ମାନସମ୍ଭ୍ରମ ହରାଇ ବର୍ଗୀ ଫୌଜଦାରଠାରେ ପଧାନି କରିବାଠାରୁ ବିନଷ୍ଟ ଖଣ୍ଡାୟତମାନଙ୍କ ପନ୍ଥାନୁସରଣ କରିବା ସେମାନଙ୍କ ପକ୍ଷରେ ସହସ୍ର ଥର ଉଚିତ ଥିଲା। ଏମାନେ ଖଣ୍ଡାୟତ କୁଳର କଳଙ୍କ। ଏମାନଙ୍କ ସହାୟତାରେ ବର୍ଗୀ ଅନ୍ୟ ଖଣ୍ଡାୟତମାନଙ୍କ ବିନାଶ ସାଧନରେ ସମର୍ଥ ହେଲେ। ଦୂତ ଉତ୍ତେଜିତ ହୋଇ କହିଲେ, ହଁ, ରାୟଗୁରୁ ଅବଧାନ। ମହାରାଷ୍ଟ୍ରପତିଙ୍କର ସୈନ୍ୟବଳ ନଥିଲେ ଓଡ଼ିଆ ବାଉଁଶମୂଳେ ପାଞ୍ଚଣା ମୁଠା ଧରି ଯୁଦ୍ଧ କରିବାକୁ ଶିଖିଅଛନ୍ତି। ଫତିଆବାଦ କାନ୍ଥି ଦଳବେହେରା ବନମାଳୀ ବଳିୟାର ସିଂହ ନିତାନ୍ତ ଉତ୍ତେଜିତ ହୋଇ ଖଣ୍ଡାମୁଠି ଦୃଢ଼ରୂପେ ଧରି ଛାତି ଫୁଲାଇ କହିଲେ, ହଁ ହେ କସାଇ, କ'ଣ ବୋଇଲେ? ଓଡ଼ିଆ ବାଉଁଶମୂଳି? ଆପଣ ପୋଥିଡୋର ବାନ୍ଧନ୍ତୁ। ବାଉଁଶମୂଳି ମହିମା କ'ଣ ବୁଝିବେ? ଢେଙ୍କାନାଳର ପ୍ରଜ୍ଞ ବିଶେ ଦଳେଇ, ବାମ ବୈରୀବଞ୍ଜନ, ସୈରିକ ବିଶେ ଦଳବେହେରା, ଦଧି ଦକ୍ଷିଣ କପାଟଙ୍କ ପାଞ୍ଚଣ ମୁଠି ବଳ, ତୁମ୍ଭ ଫୌଜଦାର ଭାସ୍କର ପଣ୍ଡିତ କିଛି ବୁଝିଥିଲେ? ଆପଣ କୁଣିଆପଣରେ ଆସି ବାଦିପାଲା ଗାଉଛନ୍ତି କିଆଁ? ଅନ୍ୟାନ୍ୟ ଦଳେଇ ଦଳବେହେରାମାନେ ଉତ୍ତେଜିତ ହୋଇ କଥା କହିବାକୁ ବାହାରିଥିଲେ। ମାତ୍ର ମାନଧାତା ନିଷେଧ ସୂଚକ ଦୃଷ୍ଟିକ୍ଷେପ କରିବାରୁ ସମସ୍ତେ ନିବୃତ୍ତ ହେଲେ। ରାୟଗୁରୁ ଦୂତଙ୍କୁ ଅନାଇ କହିଲେ, ମାଲବୀର ଅବଧାନ, ଏମାନଙ୍କ କଥା ଗ୍ରହଣ କରିବେ ନାହିଁ। ଏମାନେ କ୍ଷତିଗ୍ରସ୍ତ ହୋଇ ଉତ୍ତେଜିତ ହୋଇପଡ଼ିଛନ୍ତି।
ଦୂତ ବର୍ଗୀୟ ବିରୋଧୀ ଖଣ୍ଡାୟତମାନଙ୍କ କଥା ଯାହା ହେଉ, ମାତ୍ର ଏହି ବ୍ୟକ୍ତିମାନଙ୍କର ଏପରି ଅସମ୍ମାନଜନକ କଥା କହିବାର କି ଅଧିକାର ଅଛି? ରାୟଗୁରୁ ଦୂତରାଜ ସତ୍ୟଂ ବ୍ରୂୟାତେ ପ୍ରିୟଂ ବ୍ରୂୟାତ। ଆମ୍ଭେ ଅନିଚ୍ଛାରେ ଆପଣଙ୍କ କଥାରେ ସତ୍ୟ ଉତ୍ତର ଦେବାକୁ ବାଧ୍ୟ ହେଉଅଛୁ। ଆପଣ ଉତ୍କଳ ଖଣ୍ଡର ବର୍ତ୍ତମାନ ଅବସ୍ଥା ଅବଗତ ନୁହନ୍ତି, ଅଥବା ଆତ୍ମପକ୍ଷ ସମର୍ଥନ ନିମନ୍ତେ ଏପରି କଥା କହୁଅଛନ୍ତି। ଉତ୍କଳ ଖଣ୍ଡାୟତମାନେ ସହସ୍ର ବର୍ଷ ଯାବତ୍ କାଳ ସ୍ୱାଧୀନତାର ଅମୃତମୟ ଫଳଭୋଗ କରିଆସୁଥିଲେ। ଆନନ୍ଦୋତ୍ସବ ପୂର୍ଣ୍ଣ ଶତ ଶତ ଖଣ୍ଡାୟତ ଗ୍ରାମ ବର୍ତ୍ତମାନ ଶ୍ମଶାନ କ୍ଷେତ୍ରରେ ପରିଣତ ହୋଇପଡ଼ିଅଛି। ବର୍ତ୍ତମାନ ଉତ୍କଳୀୟମାନେ ମରହଟ୍ଟାମାନଙ୍କୁ ନରମାଂସାଶୀ ବ୍ୟାଘ୍ର ଭଲ୍ଲୁକଠାରୁ ଅଧିକ ଭୟ କରୁଅଛନ୍ତି। ଯେଉଁ ଜାତି ପ୍ରତି ଲୋକସାଧାରଣର ଏପରି ଅବିଶ୍ୱାସ, ଏପରି ଭୟ, ସେ ଜାତି ପକ୍ଷରେ ରାଜସିଂହାସନ ଅଭିଳାଷ କରିବା ବିଡ଼ମ୍ବନା ମାତ୍ର। ପାଶବ ବଳରେ ରାଜ୍ୟାଧିକାର କଦାଚ ସ୍ଥାୟୀ ହୋଇ ନ ପାରେ। ରାଜା ପ୍ରଜାଙ୍କ ମଧ୍ୟରେ ପିତା ପୁତ୍ର ସମ୍ବନ୍ଧ। ସ ପିତା ପିତରସ୍ତୋତା ସାହ କେବଳଂ ଜନ୍ମ ହେତବଃ। ଆପଣ ବୋଲନ୍ତୁ, ଆପଣଙ୍କ ଆଧିପତ୍ୟକୁ ରାଜଶାସନ କି ଲୁଣ୍ଠନ କ'ଣ ବୋଲିବେ? ଫୌଜଦାରମାନଙ୍କ ଜୁଲମରେ ଗ୍ରାମକୁ ଗ୍ରାମ ଅରଣ୍ୟମୟ ହୋଇଗଲାଣି। ମହାତ୍ମା ଶିବାଜୀଙ୍କ ଉଦ୍ଦେଶ୍ୟ ଥିଲା ଧର୍ମ ସଂସ୍ଥାପନ। ବର୍ତ୍ତମାନ ମରହଟ୍ଟାମାନଙ୍କ ଆଚରଣରେ କ'ଣ ରାଜଲକ୍ଷ୍ମୀ ଅଚଳା ରହିବା ସମ୍ଭାବନା? ଦୂତ ଆଚ୍ଛା ରାୟଗୁରୁ ଅବଧାନ, ଆପଣ ମୋତେ ବୁଝାଇ ଦିଅନ୍ତୁ ତ, ମାନଧାତାଙ୍କର କୌଣସି ଚାକର ଯେବେ ଦୋଷ କରେ, ସେଥିସକାଶେ ସ୍ୱୟଂ ମାନଧାତା ଦୋଷୀ ହେବେ କି? ଦୂରବର୍ତ୍ତୀ ସ୍ଥାନରେ ଜଣେ ଫୌଜଦାରର ଦୋଷରେ ସ୍ୱୟଂ ରଘୁଜୀ ଭୋସଲା ଦୋଷୀ ହେବା ସେହିପରି କଥା। ରାୟଗୁରୁ ଆପଣ ଯେବେ ଚାକରକୁ ଚୋରି କରିବାକୁ ଉପଦେଶ ଦେବେ, ସୁଯୋଗ ଦେବେ, ତେବେ ସେହି ଚାକର ଚୋର ଚାକର ସକାଶେ କିଏ ଦାୟୀ ହେବ? ବେରାର ଦରବାରର ଉତ୍କଳ ଦେଶଟା ନିଲାମରେ ବିକ୍ରି ହୁଏ। ଯେ ବେଶୀ କଉଡ଼ି ଗଣିପାରେ, ସେହି ଫୌଜଦାରୀ ପ୍ରାପ୍ତ ହୁଏ। ଫୌଜଦାର ଯେତେ କାହାର କଉଡ଼ି ଗଣି ଦେଇଛି, ମୂଳ କଳନ୍ତର ଘେନି ଅସୁଲ କରିବ ତ? ପ୍ରଜା ମଲେବା ଗଲେ ତହିଁକି ତ କେହି ଲଗାଥାଏ ନାହିଁ। ପୁଣି ସେହି ଫୌଜଦାର ପ୍ରଜା ଘରୁ ବେଶୀ ବେଶୀ ଟଙ୍କା ଅସୁଲ କରିବାକୁ ଚେଷ୍ଟା କରେ, କାରଣ ଦରବାର ପ୍ରତି ତାହାର ପ୍ରତ୍ୟୟ ନାହିଁ। ସନନ୍ଦ ଘେନି ଆସିଲା ବେଳେ ଆଉ କେହି ସନନ୍ଦ ଘେନି ଆସିଲା ପରା, ଏହି ଭୟରେ ପଛକୁ ଅନାଉଥାଏ। ବିଧର୍ମୀ ତୁର୍କ ଅଧିକାରରେ ବରଞ୍ଚ ପ୍ରଜାମାନେ କିଛି ସୁଖରେ ଅଛନ୍ତି। ଦୂତ ଆପଣ ଯେ ସମସ୍ତ କଥା ବୋଇଲେ, ପ୍ରକୃତରେ ସେ ସମସ୍ତ ସତ୍ୟ ବୋଲି ବିଶ୍ୱାସ କରିବାକୁ ଆମେ ପ୍ରସ୍ତୁତ ନୋହୁଁ। ଆଚ୍ଛା ତର୍କ କ୍ଷେତ୍ରରେ ସତ୍ୟ ବୋଲି ସ୍ୱୀକାର କଲୁ, ସେଥିପାଇଁ କି ସ୍ୱଧର୍ମାବଲମ୍ବୀ ତ୍ୟାଗ କରି ବିଧର୍ମୀ ମ୍ଲେଚ୍ଛ ଗୋଖାଦକ ପକ୍ଷ ଅବଲମ୍ବନ କରିବା ଧର୍ମପରାୟଣ ହିନ୍ଦୁ ସନ୍ତାନ ପକ୍ଷରେ ଉଚିତ? ରାୟଗୁରୁ ଆପଣ ଜଣେ ଅସାଧାରଣ ପଣ୍ଡିତ ବୋଲି ସର୍ବତ୍ର ବିଦିତ। ଆପଣଙ୍କୁ କି ରାଜନୀତି ପ୍ରସଙ୍ଗ ବୋଲିବାକୁ ହେବ? ନୀତିବେତ୍ତାମାନେ ବୋଲିଅଛନ୍ତି, ଉପକର୍ତ୍ତା ସମଂ ସନ୍ଧି ନର୍ମଣି ତୃଣାପକାରିଣ୍ୟା। ବୋଇଲା ଉପକାରୀ ଲୋକ ସହିତ ସନ୍ଧି କରିବ, ମିତ୍ର ହେଲେ ମଧ୍ୟ ଅପକାରୀ ବ୍ୟକ୍ତି ସହିତ ସନ୍ଧି ଅକର୍ତ୍ତବ୍ୟ। ରାୟଗୁରୁଙ୍କ କଥାରେ ମାଲବୀର ବାଧ ଦେଇ ବୋଇଲେ, ରାୟଗୁରୁ ଅବଧାନ, ସେ ସମସ୍ତ କଥା ପରିତ୍ୟାଗ କରନ୍ତୁ। ରାଜକାର୍ଯ୍ୟରେ ଯେବେ କୌଣସିଠାରେ କିଛି ଦୋଷ ଥାଏ, ତାହା ସହଜରେ ସଂଶୋଧିତ ହୋଇପାରେ, ମାତ୍ର ମହାରତ୍ନ ସନାତନ ଧର୍ମ ନଷ୍ଟ ହେଲେ ତାହା ତ ପୁନର୍ବାର ପ୍ରାପ୍ତ ହେବ ନାହିଁ। ହିନ୍ଦୁ ଧର୍ମ ଯେପରି ସ୍ୱଚ୍ଛ ନିର୍ମଳ, ସେହିପରି ଭଙ୍ଗପ୍ରବଣ। ମ୍ଲେଚ୍ଛ ସହିତ ସଂସର୍ଗ ମାତ୍ରକେ ବିନଷ୍ଟ ହୁଏ। ବେଳେ ବିନଷ୍ଟ ହେଲେ ପୁନଃ ପ୍ରାପ୍ତ ହେବା କଠିନ। ଆପଣ ବେଳେ ସନାତନ ଆର୍ଯ୍ୟ ଧର୍ମ ପ୍ରତି ଦୃଷ୍ଟିପାତ କରନ୍ତୁ। ପୁଣ୍ୟକ୍ଷେତ୍ର ଉତ୍କଳ ଖଣ୍ଡ ଦେବପ୍ରଧାନ ଦେଶ, ପବିତ୍ର ଦେବାଳୟରେ ପରିପୂର୍ଣ୍ଣ। ଦେଖନ୍ତୁ, କାଶୀ ବିଶ୍ୱେଶ୍ୱର ମନ୍ଦିର ଗଲା, ବୃନ୍ଦାବନ ଗୋବିନ୍ଦଜୀ ମନ୍ଦିର ଗଲା, କାଳିଞ୍ଚର ଚିତ୍ତୋର ଆହ୍ଲାବାଦ ଅବନ୍ତୀ ପ୍ରାଚୀନ ଧାରା ପ୍ରଭୃତି ପବିତ୍ର ସ୍ଥାନମାନ ଦେବାଳୟ ଶୂନ୍ୟ। ରାୟଗୁରୁ ଅବଦାନ, ସନାତନ ଆର୍ଯ୍ୟଧର୍ମ ନାମରେ ଆମ୍ଭେ ଅନୁରୋଧ କରୁଅଛୁଁ, ଉତ୍କଳ ଖଣ୍ଡର ଦେବମନ୍ଦିରମାନଙ୍କ ପ୍ରତି ଯେପରି ଅତ୍ୟାଚାର ନ ଘଟେ ଏବଂ ଭଗବତୀ ଗୋମାତା ଶୋଣିତରେ ଉତ୍କଳର ଦେବଭୂମି ଯେପରି ଅପବିତ୍ର ନ ହୁଏ, ସେଥିସକାଶେ ଆପଣଙ୍କର ସଯତ୍ନ ହେବାର ଉଚିତ। ତେବେ ଏହିଠାରେ ଶେଷ ହେଲା ଫକୀରମୋହନ ସେନାପତିଙ୍କର ଉପନ୍ୟାସ ଲଛମା ଭାଗ ପଞ୍ଚମ। ଆଗାମୀ ଅଧ୍ୟାୟରେ ଓ ଉପନ୍ୟାସଟିର ବାକି ଅଧ୍ୟାୟଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।